ଯୁବକଟି ଏତେ ଗାଢ଼ ନିଦ୍ରାରେ ଶୋଇପଡ଼ିଥିଲେ ଯେ ନୌକା ଲଙ୍ଗରୁ ଫିଟିଯିବା କଥା ସେ ଜାଣିପାରିଲେନି। ଶହ ଶହ ଦର୍ଶକ କୂଳରେ ଥାଇ ନୌକାରେ ଥିବା ସେହି ନିଦ୍ରିତ ଯୁବକଟିକୁ ଲକ୍ଷ୍ୟ କରୁଥିଲେ। ନୌକାଟି ଲଙ୍ଗରୁ ଫିଟିଯିବାରୁ ନୌକାଟି ଯେ ପ୍ରଖର ସ୍ରୋତରେ ଭାସିଯିବ ସେମାନେ ଏହି ଆଶଙ୍କା କଲେ। ସେଥିପାଇଁ ସେମାନେ ଏହି ଯୁବକଟିର ଉଦ୍ଦେଶ୍ୟରେ ଉଚ୍ଚସ୍ୱରରେ ଚିତ୍କାର କରିବାକୁ ଲାଗିଲେ। ସେମାନେ ଭାବିଲେ ସେମାନଙ୍କର ଚିତ୍କାର ଶୁଣି ଯୁବକଟିର ନିଦ୍ରା ଭଙ୍ଗ ହେବ। ମାତ୍ର ହାୟ, ଯୁବକଟି ଗଭୀର ନିଦ୍ରାରେ ନିଦ୍ରିତ ଥିଲେ। ତେଣୁକରି ତାଙ୍କୁ ରକ୍ଷା କରିବାକୁ ସମସ୍ୱରରେ ଚିତ୍କାର କରୁଥିବା ସେହି ହିତାକାଂକ୍ଷୀମାନଙ୍କ ଚିତ୍କାର ସେ ଶୁଣିପାରିଲେ ନାହିଁ। କ୍ରମଶଃ ନୌକାଟି ସ୍ରୋତ ଆଡ଼କୁ ଗତି କଲା ଏବଂ ସ୍ରୋତରେ ପଡ଼ି ଧୀରେ ଧୀରେ ଆଗେଇ ଯିବାକୁ ଲାଗିଲା। ଏହା ଦେଖି ସେହି ଦର୍ଶକମାନେ ଆହୁରି 2 ଗୁଣ ଉଚ୍ଚ ସ୍ୱରରେ ଯୁବକଟିର ଉଦ୍ଦେଶ୍ୟରେ ଚିତ୍କାର କଲେ। ସେମାନେ ପାଟି କରି ଉଠିଲେ, ଜୀବନ ରକ୍ଷା କରିବା ନିମନ୍ତେ ଅତି ଶୀଘ୍ର ପାହାଡ଼ ଉପରକୁ ଉଠିଯାଅ। ମାତ୍ର ସେମାନଙ୍କର ସବୁ ଚେଷ୍ଟା ବୃଥା ହେଲା। ଯୁବକଟିର ନିଦ୍ରା ଭଙ୍ଗ କରିବା ନିମନ୍ତେ ସେମାନଙ୍କର ଚିତ୍କାର ତାଙ୍କ ନିକଟରେ ପହଞ୍ଚି ନ ପାରି ଶୂନ୍ୟରେ ମିଳିଗଲା। ତାପରେ ସ୍ରୋତର ଗତି ଯୋଗୁଁ ନୌକାଟି ପାହାଡ଼ ପାଖରୁ ଖସି ଆସି ପ୍ରପାତ ଆଡ଼କୁ ଗତି କଲା। ଜଳପ୍ରପାତର ଗଭୀର ଗର୍ଜନରେ ହଠାତ୍ ଯୁବକଟିର ନିଦ ଭାଙ୍ଗିଗଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ନିଜକୁ ରକ୍ଷା କରିବା ନିମନ୍ତେ ଅନ୍ୟ କୌଣସି ଉପାୟ ନଥିଲା। ରକ୍ଷା ପାଇବା ନିମନ୍ତେ କିଛି ଚିନ୍ତା କରିବା ପୂର୍ବରୁ ନୌକାଟି ସେହି ସର୍ବନାଶ ପ୍ରପାତ ମଧ୍ୟକୁ ଚାଲି ଯାଇଥିଲା। ଆଜି ଅନେକେ ଲହରୀରେ ନୌକାଟି ଦୋହଲୁଥିବା ଭଳି ଏ ଜଗତର ଭୋଗବିଳାସରେ ସେମାନେ ଦୋଦୁଲ୍ୟମାନ ଓ ନିଜର ନାମ ମାତ୍ର ଧର୍ମକର୍ମ ବା ଆତ୍ମଧାର୍ମିକତାର ପ୍ରବଞ୍ଚନାରେ ଦୃଢ଼ ବିଶ୍ୱାସ ରଖି ସେମାନେ ସମ୍ପୂର୍ଣ୍ଣ ନିର୍ବିକାର। ସେମାନେ ସମସ୍ତେ ନୌକାରେ ନିଦ୍ରିତ। ଈଶ୍ୱରଙ୍କର ବାକ୍ୟ କହେ, ଏ ନିଦ୍ରିତ ଜାଗ ଜାଗ। ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ, ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ସେଥି ନିମନ୍ତେ ଏହି ଜଗତପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି।